ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 17। ଔପନ୍ୟାସିକ ଗୋପୀନାଥ ମହାନ୍ତି। ପାହାନ୍ତାର ଧୀର ପବନରେ ନାକଫଟା ମଇଳା ଗନ୍ଧ ଚହଟି ଆସୁଛି। ମଶା ବାହୁଡ଼ାଣି ମାଛି ଲେଉଟାଣି ସନ୍ଧି ସମୟ। ଜଗତ ଯାକକୁ ଖତେଇ ହେଲା ପରି ଆପଣା ଦେହର ହାଡ଼ ଚମ କୋରଡ଼ ଦେଖେଇ ମେହେନ୍ତର ପଲି ଚେଇଁ ଉଠୁଛି। ତାଟି କବାଟ ଖିଡ଼ି ଦେଇ ସନିଆ ନାଟ କରୁଛି। ତାର ଜୀବନରେ ନୂଆ ଅଧ୍ୟାୟ। ଗରିବର କୁଡ଼ିଆକୁ ଟଙ୍କା ଆସିଛି। ଘର କରଣ ଅଳିଆ କୁଢ଼ ଭିତରେ ଠାଏ ଗୋଟାଏ ଗାତ ଖୋଳା ହୋଇଛି। ପାକିକିଆ ହୋଇ ମାଟି ଗଦା ହୋଇଛି। ହାଣ୍ଡିଆଟାଏ ଥୁଆ ହୋଇଛି। କନାରେ ବାନ୍ଧି ଗାତରେ ପୋତା ହୋଇଥିଲା ଥୋଡ଼ାଏ ଟଙ୍କା, ଆଠଣି, ଶୁଖି ଦୋଣି ଖୁଚୁରା। ସନିଆର ଦୃଷ୍ଟି ତାହାରି ଉପରକୁ। ପଇସା ପଇସା। କେବେ ନ ଦେଖିଥିବା ମନ ଇଚ୍ଛା ପଇସା ଖେଳା ହୋଇପଡ଼ିଛି। ସେଥିରୁ ମୁଠା ମୁଠା କରି ଗୋଟେଇ ନେଇ ଘରର ତାଟିର ଫାଟ ବାଟେ କାନ୍ଥର କଣା ବାଟେ ଆଲୁଅ ଛିରିକି ପଡ଼ୁଥିବା ଜାଗାକୁ ତାକୁ ଦେଖେଇ ଅନେଇ ଅନେଇ ସନିଆ ଆନନ୍ଦ ପାଉଛି। ଚିପୁଛି, ମୁଠଉଛି, ବାରମ୍ବାର ଗଣୁଛି। କାନ ପାଖେ ଝଣ ଝଣଉଛି। କୁଦା ମାରି ଘର ଭିତରେ ଡେଇଁ ବୁଲୁଛି। ପିଠେଇ ପଡ଼ି ଶୋଇ ଗୋଡ଼ ହାତ ଉପରକୁ ଛାଟୁଛି। ଦୂରରେ ବସି କାଲରେ ହାତ ଦେଇ ପଇସା କୁଢ଼କୁ ଅନେଇ ଭାବୁଛି ଓ ଭାବୁଛି। ଧୀରେ ଧୀରେ ମୁହଁ କୁଞ୍ଚାଇ କୁଞ୍ଚାଇ ଫାଟି ପଡ଼ୁଛି ଠୋ ଠୋ ହସ। ଆହୁରି ବହୁତ ଥିଲା। ଧନୀବୁଢ଼ା ନେଇଗଲା। କେତେ କ'ଣ ଖସ୍ ଖସ୍ ମଚ୍ ପଚ୍। ଅନ୍ଧାରରେ ଦେଖିହେଲା ନାହିଁ। ଧନୀବୁଢ଼ା ବୁଦ୍ଧିର ଅବତାର। ମନ ଭିତରେ କେତେ ଅବଶୋଷ ଥାଉ ପଛେ ଥରେ ପିଠି ଆଉଁସି ଥାପୁଡ଼େଇ ଦେଲେ ସବୁ କୁଆଡ଼େ ପାଣି ପରି ବୋହିଯାଏ। ଆଉ ତାର ଯୁକ୍ତି ସହଜରେ ମରମକୁ ଭେଦେ। ମୁହଁ ଉପରେ କିଛି କହିହୁଏ ନାହିଁ। ଏତେ ପଇସା କ'ଣ କରିବୁ ପୁଅ? କୋଠା ଗଢ଼ିବୁ? କୋଠା ଘରେ ରହିଲେ ମଣିଷ ନିକମା ହୋଇଯାଏ। ବେଶୀ ପାଇଲେ ମୁଣ୍ଡ ବୁଲେଇ ଦେବ। ଦେଖେଇ ହବୁ, ବିକି ହବୁ, ରଖିପାରିବୁ ନାହିଁ, ଧରା ପଡ଼ିବୁ। ଯାହା ଦଉଛି ସେତିକି ନେ। ଆହୁରି କେତେ ଥର ଅଛି। ଏତିକିରେ ସରୁନାହିଁ। କାମକୁ ବାହାରିଲା। ପଇସା ସଙ୍ଗେ ସଙ୍ଗେ ଚିନ୍ତା ଆସିଛି ମନରେ ଦୋଦ ପାଞ୍ଚ କୋଉଠି ଛାଡ଼ିଦେଇ ଯିବ ଏ ପଇସା। ଘର ନିରାପଦ ନୁହେଁ। କାମକୁ ଯିବା ପଛେ ପଛେ କିଏ ଚୋରି କରି ନେବ ନାହିଁ ତ? ଯେ କେବେ ଦାୟିତ୍ୱ ଚିନ୍ତା କରିନଥିଲା ଜୀବନରେ ପହିଲି ହୋଇ ତାକୁ ବୋଝ ମାଡ଼ି ପଡ଼ିଲା। ବହୁତ ଭାବି ସେ ଗାତରେ ଲୁଚେଇ ଦେଲା, ମାଟି ଢାଙ୍କି ଦେଲା। ଆଗୁଡ଼ୁ ଜାଗୁଡ଼ୁ ଗଦେଇ ହାଣ୍ଡି ଘୋଡ଼େଇ ଦେଲା। ସନିଆ କାମକୁ ଗଲା। ସେ ଲୋକଙ୍କ ଭିତରେ ଚହଳ ପଡ଼ିଛି, କୁହାକୁହି ଲାଗିଛି। ରାତିରେ କୁଆଡ଼େ ବଡ଼ବାବୁ ଘର କୋଠାରେ ଡକେୟତ ହୋଇଯାଇଛି। ପୁଲିସକୁ ଖବର ଆସିଛି ସନିଆ ମୂଷାପରି ଥାଏ। ବାରମ୍ବାର ଛାତି ଭିତରେ ଦବିଯାଏ। କାଳେ ସେ ଧରା ପଡ଼ିଯିବ ନାହିଁ ତ? କେହି ଜାଣି ନାହିଁ, କେହି ଦେଖି ନାହିଁ। ସାନ ସାନ ଦଳ ହୋଇ ଠିଆ ହୋଇ କ'ଣ ସବୁ ଲୋକେ ଟୁପୁର ଟାପୁର ହେଉଛନ୍ତି। ବାରମ୍ବାର ସନ୍ଦେହ, ଅନ୍ୟମନସ୍କତା। ବକା ପରି ଠିଆ ହୋଇଛି ରହିଛୁ କାହିଁକି ସନିଆ? ଗାଡ଼ି ନେଇ ଯାଉନୁ। ସମସ୍ତେ ଗଲେଣି ପରା। ମୁହଁ ବୁଲେଇ ଦେଖିଲା ମିସ୍ତ୍ରୀ ହେଣ୍ଟାଳୁଛି। ତରତର କରି ଗାଡ଼ି ବାହି ନେଇ ଚାଲିଗଲା ସହର ଭିତରକୁ। ଲୋକ ଗହଳିରେ କାମ କରୁ କରୁ ମନରେ ଦମ୍ଭ ଆସିଲା। କେହି ତାକୁ ଦେଖି ଅଟକି ରହୁନାହିଁ। କିଏ କାହାକୁ ଚିହ୍ନୁଛି, କିଏ କାହାକୁ ଖୋଜୁଛି। ସବୁ ଆଶଙ୍କା ହସରେ ଉଡ଼େଇ ଦେଲା। ଏଣିକି ଅନ୍ୟ ଚିନ୍ତା। ଏତେ ଦୋକାନ ବଜାର, ଏତେ ଜିନିଷ। କୌଣସି ଦିନ ଏହି ବାଟେ ବାଟେ ମଇଳା ଗାଡ଼ି ଅଡ଼େଇ ଗଲାବେଳକୁ ତେଣିକି ସେ ନିରେଖି ଅନେଇ ନାହିଁ। ଖାଲି ଅଣ୍ଟା ଥିଲାବେଳେ ସବୁ ଜିନିଷ ତା ପାଇଁ ନିରର୍ଥକ। ଆଜି ଆଖି ବୁଲି ଲାଗିଛି। ଆଖୁ କିଆରୀରେ ବସୁଛି। କେଉଁଟା ସେ କିଣିବ ବାର ସହୁନାହିଁ। କେତେବେଳେ ସେ କାମରୁ ଫେରିବ। ହଠାତ୍ ଏହି ଅସନା କାମରୁ ମୁହଁ ଉଠେଇ ଆଉ ଗୋଟାଏ ଜୀବନର ସ୍ୱପ୍ନ ଝାପ୍ସା ହୋଇ ଦିଶିଯାଉଛି। ଚଞ୍ଚଳ କାମ ସାରି ଫେରିଲା। କବାଟ ଫିଟେଇ ପ୍ରଥମେ ଦେଖିଲା ତାର ପୋତା ଧନକୁ। ଠିକ୍ ଅଛି, କେହି ଆସିନାହିଁ। ପୁନି କାମରୁ ଫେରି ନଥିବ। କେତେ ଇଚ୍ଛା ହୁଏ ଦୌଡ଼ିଯାଏ ପୁନିକୁ କହିବାକୁ ଯେ ଆମର ଭାଗ୍ୟ ଫେରିଛି। ଭୟ ନାହିଁ। କାରଣ ଅଭାବ ନାହିଁ। ମନର ଆନନ୍ଦ ସମ୍ଭାଳି ହୁଏ ନାହିଁ। ବାରମ୍ବାର ଭାବେ କିଛି ଗୋଟାଏ ସେ କରିବ। ଭାବୁ ଭାବୁ କାମ ପାଣି ଫାଟିଯାଏ। ସନିଆ ପଡ଼ି ପଡ଼ି ଖାଲି ସ୍ୱପ୍ନ ଦେଖେ। ଦ୍ୱିପହର ଗୋଟାକ କଟିଲାଣି। କେହି ପଚାରିବାକୁ ଆସିନାହିଁ। ରାତିରେ ସେ କୁଆଡ଼େ ଯାଇଥିଲା, କ'ଣ କରୁଥିଲା, ଆପଦ ମଧ୍ୟ ନାହିଁ। କ'ଣ କିଣିବ, କ'ଣ କିଣିବି ହୋଇ ମନ ଭିତରେ ବାରମ୍ବାର ତାଲିକା ତିଆରି ହୋଇ ବାରମ୍ବାର କଟିଗଲା। ଖରା ଢଳିଗଲା।
ସନିଆ ଉଠିଲା। ମୋଟାମୋଟି ଏତିକି ଧାରଣା କରିଛି ଭାଗ୍ୟ ବଦଳିବାର ଆଜି ପହିଲି ଦିନ। ଆଜି ସେ ଭଲ ଖାଇବ, ଭଲ ପିନ୍ଧିବ, ପୁନିକୁ ଶଙ୍ଖୋଳିବ। ତାପରେ ଯାହା ହେବାର ହେଉ, ପଛର କଥା। ପୁନି ଘରକୁ ଗଲା। ଦୁଆର ବନ୍ଧରେ ଜେମା ବସିଛି। ପୁନି ଘରେ। ସୁବିଧା ହେବ ନାହିଁ। ସନିଆ ଏକୁଟିଆ ବଜାରକୁ ଗଲା। ପ୍ରଥମ ଦୋକାନରେ ବିଡ଼ି କଟାଏ କିଣିଲା। ଏକାଥରେ କଟାଏ ବିଡ଼ି କିଣିବା ସୌଭାଗ୍ୟ ସବୁଦିନେ ମିଳେ ନାହିଁ। ଯେବେ ହେଲେ ପଇସାଏ ଦି ପଇସାର କରିକିଆ ହୋଇ ଠିଆ ହୋଇ ମହା ଆନନ୍ଦରେ ଗୋଟାଏ ପରେ ଗୋଟାଏ ବିଡ଼ି ଶୋଷି ଲାଗିଲା। ଦେଖିଲା ପାନ ଦୋକାନକୁ ବାବୁମାନେ ଆସୁଛନ୍ତି। ଆଗ ଖିଲିଏ ପାନ ଚୋବେଇ ତା ଉପରେ ଗୋଟାଏ ଲେଖା ସିଗାରେଟ୍ ଲଗାଇ ଟାଣି ଟାଣି ଚାଲି ଯାଉଛନ୍ତି। ଠିକ୍ କଥା। ସନିଆ ଭାବିଲା ସିଗାରେଟ୍ କିଣିବା ଦରକାର। କଠାଏ ସିଗାରେଟ୍ ତେଲ। ଅଦିନିଆ ଗରାଖୀ ମୁହଁ ଦୋକାନୀ ଦେଖି ଚାହିଁ ରହିଛି। କିନ୍ତୁ ସନିଆ ଅଣ୍ଟା ଅଣ୍ଡିଳିଲାଣି। ସିଗାରେଟ୍ ମିଳିଲା। ସିଗାରେଟ୍ ମୁହଁରେ ଦେଇ ଅଣ୍ଟାରେ ପଇସା ମାରି ଅଭିଯାନ ଲଗେଇ ଦେଲା ବଜାର ଭିତରକୁ। ବରା ପିଆଜି ଦୋକାନକୁ ଅନେଇ ମୁହଁ ବଙ୍କେଇ ଅବହେଳାରେ ଗୁଡ଼ିଆ ଦୋକାନକୁ ଚାଲିଗଲା। ଧୋବଧୋବଳିଆ ଗରାଖୀ ଅନେକ। ଠେଲିପେଲି ପଶିବାକୁ ସାହସ ହେଉନାହିଁ। ସନିଆ ଅପେକ୍ଷା କଲା। ଭିଡ଼ ପାତାଳ ଦେଖି ହାତ ପତେଇ ମାଗିଲା ଟଙ୍କାକର ମିଠେଇ। ଠିଆ ଠିଆ ଖାଇବାକୁ ଲାଗିଲା। ଦୋକାନୀ ନିମନ୍ତ୍ରଣ କଲା ସେଠି କାହିଁକି, ଉପରେ ବସି ଖାଅ। ଉପରେ? ଛୁଆଁତା ହାଡ଼ି ସେ କ'ଣ କହୁ କହୁ ତୁଣ୍ଡରେ ଅଟକିଗଲା। ହସି ଉଠି ଅଇଁଠାପତ୍ର ଧରି ଗୋଡ଼ ଛାଟି ଛାଟି ସନିଆ ଉପରକୁ ଚଢ଼ିଲା। ନିଶା ଖାଇଲା ପରି ଲାଗୁଛି। ପୁରୁଣା ଆଇନ ଭାଙ୍ଗିଦେଇ ପୁରୁଣା ଲାଇନରୁ ଗାଡ଼ି ଖସେଇ ଦେଇଛି ସେ। କାହାକୁ ଡର, କାହାକୁ ସରମ। ପାଖରେ ଟଙ୍କା ଅଛି। ବସି ବସି ଖାଇଲା ଗିଲା ଗୋଟାଏ ଗୋଟା ମିଠା। କେତେ ଦିନର ଡହଳ ବିକଳ ସ୍ୱପ୍ନ ଆଜି ସଫଳ ହେଉଛି। କି ସୁଆଦ, କି ଆରାମ। ଓଠ ଚାଟି ଚାଟି ଗିଳି ଗିଳି ଖୁବ୍ ଚଞ୍ଚଳ ପତ୍ର ଖାଲି ହେଲା। ଆଜି ଏତିକିରେ ଛାଡ଼ିଯାଇ ପାରିବ ନାହିଁ। ଆହୁରି ଟଙ୍କାକର। ଆହା, ସାଙ୍ଗରେ ପୁନି ନାହିଁ। ବିଚରା ପୁନି। ସହାନୁଭୂତିରେ ଆଖି ନରମ ହୋଇ ଆସିଲା। ପେଟପୂରା ଖାଇ ପୁନି ଲାଗି ପୁଳିଏ କାନିରେ ବାନ୍ଧି ସନିଆ ଉଠିଲା। ଶିରା ବୋହି ପଡ଼ୁଛି। ଲୁଗା ଓଦା ହେଲାଣି। ଯତ୍ନରେ ସମ୍ବାଦି ଧରି ବିରବର ହୋଇ ସନିଆ ଚାଲିଛି। ନିତିଦିନର ବଡ଼ ସଡ଼କ। ସେଠି ସଞ୍ଜ ଓହ୍ଲେଇଛି। ଜାତି ଜାତି ମଣିଷ। ଦୁଇ ପାଖେ ବଜାର ଦୋକାନ ଝଲମଲ ହସୁଛି। ସୁସ୍ଥିରେ ସନିଆ ଚାଲିଛି। ମନ ଭିତରେ ମାନ୍ଦା ଭୟ ଉଭେଇ ଗଲାଣି। କାଳି ଗେଞ୍ଜେ ବାଟେ ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ପଳେଇବାକୁ ତାର ଗରଜ ନାହିଁ। ଅଣ୍ଟାରେ ଟଙ୍କା ଅଛି। ଲୁପ୍ତ ନାଗରିକତା ଫେରିଆସି ଆଣିଛି ସାହସ। ଆଜି ସେ ଭିଡ଼ ଭିତରେ କହୁଣୀରେ ପେଲି କାତ ମାରିଲା ପରି ଆପଣଙ୍କୁ କଠେଇ ନେଇପାରେ। ସେ ହାଡ଼ି ଟୋକା ନୁହେଁ। ମଇଳା କଢ଼ାଳି ମଜୁରିଆ ନୁହେଁ। ଏଇ ବଡ଼ ସହରର ବଡ଼ ରାସ୍ତାରେ ଜଣେ ମଣିଷ ଯାହା ପାଖରେ ଟଙ୍କା ଅଛି। ଚଳନ୍ତି ଛବି ପରି ନିତିଦିନିଆ ଦି ପାଖର ହାଟ ବଜାର। ସେ ଖାଲି ନିରର୍ଥକ ଦୃଶ୍ୟ ନୁହେଁ। ଜିନିଷର ରୂପ, ଜିନିଷର ରଙ୍ଗ ଆଖିରେ ପଡ଼ୁଛି। ସେ ଭାବୁଛି କ'ଣ ତାର ବିଶିଷ୍ଟ ଉପକାର ଆପଣା ପାଇଁ। ଏତେ କାଳ ଶୋଇ ରହିଥିବା ସହରର ବଜାର ଯେପରି ନିଦରୁ ଉଠି ଚହଳ ପକାଉଛି, ତାରି କାନ ପାଖେ ଏକୁଟିଆ ସାକୁଲଉଛି ଫୁସୁଲଉଛି। ତାର ଆଖିରେ ବି ପୂରିଛି ବ୍ୟବସାୟୀ ସ୍ତରର ମଲ୍ଲ ଚିହ୍ନା ଚାହାଣି। ଦେଖିଲା ମାତ୍ରେ ମନେ ମନେ ଆନ୍ଦୋଳନ। ଇସ୍କା କ୍ୟା କିମତ। କେତେ ପଇସା ୟାର ଦାମ। କାନମୁଣ୍ଡା ଗରଜୁଛି। ଚହଟିଛି ନିଶା। ସନିଆ ଥରେ ମରି ଆଉ ଥରେ ଜନ୍ମ ହୋଇଛି। ପାଦତଳେ କଅଁଳ ଗଦି ପରି ନରମ ସ୍ୱପ୍ନ। ଚାରିକରେ ବିଚିତ୍ର ଆଲୁଅ। ଗାଡ଼ି ଚଢ଼ି ଦାମୀ ଶାଢ଼ି ପିନ୍ଧି ଚାଲିଛନ୍ତି କିଏ ସେ ଏମାନେ ସିନେମା ଦେଖି। ତୋଡ଼ାଏ ମଲ୍ଲିଫୁଲ ପରି। କି ସୁନ୍ଦର। ଚାହିଁଲା ମାତ୍ରେ ମୁଣ୍ଡ ଧକ୍ ଧକ୍ ହେଉଛି। କେତେ ୟାର କିମତ। ଗାଡ଼ି ମଟର ଗହଳି। ଧୂଳି ଶବ୍ଦ। କିମତୀ ଦୁନିଆରେ ମନକୁ ମନ ମୂଲ ପଚାରି ପଚାରି ଟଳି ଟଳି ଚାଲିଛି ମୌନ ଗରାଖୀ। ଏଇ ଜନ୍ମରେ ଘଡ଼ିଏ ତାର ପୂର୍ଣ୍ଣଜନ୍ମ ହୋଇଛି। ଚାରିଆଡ଼େ ଖାଲି ଉଜ୍ଜଳ କୁହୁଡ଼ିର କଣିକା ପରି। ଏ ଜନ୍ମର ଆଶା ବାମ୍ଫ ହୋଇଛି ଆର ଜନ୍ମର ବାତାବରଣ। ଲୁଗା ଦୋକାନରେ ସନିଆ ପଚାରିଲା ତାର ଖୁବ୍ ବଡ଼ ଲୁଗା ଦରକାର। ଦୁଇଟା ସଂଜ୍ଞା। ଖୁବ୍ ବଡ଼, ଖୁବ୍ ଭଲ। ଦୋକାନୀ ଗୋଛାଏ ଅଜାଡ଼ି ଦେଲା। ବାଛିବାକୁ ବହେ ଡେରି। ମନକୁ ଆସୁନାହିଁ। ପ୍ରକାଣ୍ଡ ଲୁଗା। ବଡ଼ ଥାନ। ବିଚିତ୍ର ଫୁଲ ପଡ଼ିଥିବା ଖୁବ୍ ଲମ୍ବା କାମିଜ। ଗରମ କନାର ମୋଟା ଗେଞ୍ଜି। ସେଥିରେ ନାଲି ନାଲି ସାପ, ନାଲି ନାଲି ଫୁଲ ଲତା। ପୁନି ପାଇଁ ଛିଟ ଶାଢ଼ି, ବାସ୍ନା ତେଲ 2 ବୋତଲ ସାବୁନ। ପୁନି ବୋଉ ପାଇଁ ଧୋତି। ବଡ଼ ଗଣ୍ଡିରାଇ।
ଅଣ୍ଟା ଉଶ୍ୱାସ ପଡ଼ିଲାଣି। ଆଶା ଅଛି ଫେର କାଲିକି। ଉପହାର ଧରି ଦୀପ ଲାଗିଲା ପହରେ ପୁନିକୁ ଡାକିଗଲା ବେଳକୁ ସବୁଦିନ ପରି ଜେମା ଖେଙ୍କି ଗୋଡ଼େଇଲା। କୁଆଡ଼େ ଆଇଲୁରେ ଚୁଲିପସା? ରାତିଟାରେ ପୁନି ପୁନି ହେଇରେ। କାହିଁକି ଗାଳି ଦଉଛୁ ମାଉସୀ? ଦେଖିଲୁ ତମ ପାଇଁ କ'ଣ ଆଣିଛି। ଫିଟେଇ ଦେଇ ସନିଆ ଥୋଇଦେଲା। ଜେମାର ଗାଉଁ ଗାଉଁ ତଣ୍ଟିରେ ମରିଗଲା। ବିସ୍ମୟରେ ଥରେ ଜିନିଷକୁ ଥରେ ଚନିଆ ମୁହଁକୁ ଅନଉ ଅନଉ ହୁଗୁଳାଇ ହୋଇ ଥୋମଣି ଲଟକି ପଡ଼ିଲା। ଖାଲି ଗୋଟାଏ ବଡ଼ ଆଁ। କେତେବେଳ ପରେ ତଣ୍ଟି ବସେଇ ବସେଇ ଜେମା କହିଲା, କୋଉଠୁ ପାଇଲୁ ଏଗୁଡ଼ାକ ସନିଆ? କହ କହ। ମୁଁ କାହାକୁ କହିବି ନାହିଁ। କେମିତି କୁଟାଳ ତାର ଚାହାଣୀ। ଡିବି ଆଲୁଅରେ ମୁହଁଟା ଦିଶୁଛି ଭୟଙ୍କର। ସନିଆର ମୁରୁକି ହସା ମଉଳିଗଲା। ଗମ୍ଭୀର ହୋଇ କହିଲା, ସେମିତି କାହିଁକି କହୁଛୁ ମାଉସୀ? କ'ଣ ଚୋରି କଲି କି? ବଜାରରେ ଜିନିଷ ଯାହାକୁ ଯେତେ କିଣି ଆଣିଲେ ହେଲା। ହଁ ରେ, ଜାଣିଛି ଜାଣିଛି। ପଇସା ଡିଆଁ ମାରୁଥିଲା ତୋ ଅଣ୍ଟିରେ, କହିବୁ ନାଇଁ କି? ପଇସା ନଥିଲା ତ କିଏ ମାହାଳିଏ ଦେଲା? ମୋର କି ଖର୍ଚ୍ଚ? ଜଣେ ମଣିଷ ତ। କୋଉ କାଳୁ ଭାବିଥିଲି ପୁନି ପାଇଁ କିଛି ଆଣେ। ଜେମା ମୁଣ୍ଡ ହଲଉଥାଏ। ସନିଆ କହିଲା, ପୁନିକୁ ଟିକିଏ ଛାଡ଼ିଦେ ମାଉସୀ, ଯିବା ବାଇସ୍କୋପ୍ ଦେଖି। ଜେମା ଶୁଣିପାରୁ ନଥାଏ, ମୁଣ୍ଡ ହଲଉଥାଏ। ସନିଆ ଅତି ଆବେଗରେ କହିଲା କିଛି, ମୋର କିଏ ଅଛି ମୋ ପାଇଁ ମାଗୁଣି କରିବ ମାଉସୀ? ଦେଖିବୁ ନାହିଁ ତୋ ପୁନିକୁ ଫୁଲ ପରି ସାଇତି ରଖିଥିବି। ଅଘକଡ଼ରେ କଣ୍ଟା ବାଜିବ ନାହିଁ। ମଇଳା କରେଇବି ନାହିଁ, କାମ କରେଇବି ନାହିଁ। ମୋର ଯାହା ଅଛି ସବୁ ନେ। ପୁନିକି ମତେ ଦେ। ହେଇତି ଦେଖେ ତୋ ଗୋଡ଼ ତଳେ ପଡ଼ୁଛି। କ'ଣ କହୁଛୁ? ପଦେ ତ କଥା। ମଲା, ତୁ ଯାଇନୁ କିରେ ଚୁଲିପସା? ତତେ କ'ଣ ନାଗିଛି କିରେ ରାତି ହଟା କରୁଛୁ? ନିଆଁ ଧାସରେ ପୁନି ଠିଆ ହୋଇ ଆଖି ମିଟିକା ମାରୁଛି। ହାତଠାରି କ'ଣ ଗୋଟେ ବୁଝଉଛି। ରାତିକ ପାଇଁ ସେତିକି ସ୍ମୃତି। ୟା ପରେ ଢୋଲେ ମଦ। ପୁନି ଆସିବ ନାହିଁ। ଜେମା ଜଗି ବସିଛି। କି ଉପଦ୍ରବ! ଅଘୋର ବାବୁ ଭାବୁଥିଲେ। ଅନ୍ଦାଜ କଲେ ଜଣାପଡ଼େ ପ୍ରତି 15 ମିନିଟରେ କାହାରି ନା କାହାରି ଗାଡ଼ି ଆସି ତାଙ୍କ ଘର ସାମ୍ନାରେ ଅଟକୁଛି। ଲୋକ ଆସୁଛନ୍ତି। ପ୍ରତି ମୁହୂର୍ତ୍ତରେ ଆଶଙ୍କା ଯେ ତଳୁ ବାପାଙ୍କର ଡାକରା ଆସିବ। ଅଘୋର ବାବୁ ବିରକ୍ତ ହେଉଥିଲେ। 2 ଦିନ ହେଲା ଏପରି ଲାଗି ରହିଛି। ସମୟ ନାହିଁ, ଅସମୟ ନାହିଁ, ଖାଲି ଚିତ୍କାର ଅଘୋର ଅଘୋର। ତଳକୁ ଓହ୍ଲେଇ ଗଲେ ବୈଠକଖାନା ଘରେ ନିଶ୍ଚୟ ନୂଆ ଲୋକ ଥିବେ। ପ୍ରଶ୍ନ ଉଠୁଥିବ, ଚୋରି କଥା କ'ଣ ହେଲା? ଜିନିଷ ସନ୍ଧାନ ମିଳିଲା? ଆଃ, ଆଜିକାଲି ସହରର ଯେଉଁ ଅବସ୍ଥା, ରହିବା ଅସମ୍ଭବ। ଏମିତି ସହାନୁଭୂତି ଜଣାଇବାକୁ ସେମାନେ ଆସନ୍ତି। ଅଗଣିତ ଯାହାଙ୍କର ନାଁ, ତାଙ୍କର ପିଛା ସମୟ ନଷ୍ଟ କରିବା ଦରକାର ପଡ଼େ। ହସ ନ ମାଡ଼ିଲେ ବି ହସିବାକୁ ପଡ଼େ। ବିରକ୍ତିରେ ଶିରାପ୍ରଶିରା ବି ଛାତି ଉଡ଼ିଲା ବେଳେ ଥଣ୍ଡା ହୋଇ ସଦାପ୍ରସ୍ତୁତ ହସ ହସି ଶିଷ୍ଟାଚାର ବଜାୟ ରଖିବାକୁ ପଡ଼ିବ ଏବଂ 100 ଥର ପରେ 101 ଥର ଲାଗି ସେହି ଆଲୋଚନାରେ ଯୋଗ ଦେବାକୁ ପଡ଼ିବ ଯେ ତାଙ୍କ ଘରେ ଚୋରି ହୋଇଥିଲା। ଅଘୋର ବାବୁ ବସି କବିତା ଲେଖୁଥିଲେ। ମାସିକ ପତ୍ରରେ ଛପା ହେଉଥିବା ଶବ୍ଦ ଧନ୍ଦାର ଉତ୍ତର ଯୋଡ଼ିବା ଯେପରି ତାଙ୍କର ଗୋଟିଏ ପ୍ରଧାନ କାର୍ଯ୍ୟ, କବିତା ଲେଖିବା ମଧ୍ୟ ସେହିପରି। ସମୟ ଶତ୍ରୁକୁ ଜୟ କରିବା ପାଇଁ ତାଙ୍କ ପକ୍ଷରେ ଯୋଡ଼ିଯାକ ଅଘୋର ଅମୋଘ ଅସ୍ତ୍ର। କିନ୍ତୁ କେବଳ କାଳକ୍ଷେପଣ ନୁହେଁ। ସେଥିରେ ସେ ଆପଣ ଆଶୀର୍ବାଦ ପାଇଁ ପରିସର ପାଆନ୍ତି ଏବଂ ତାହା ହିଁ ଆନନ୍ଦ ଦିଏ। ଶବ୍ଦଧନ୍ଦାର ଉତ୍ତର ଖୋଜିଲା ବେଳେ ଆଖି ଆଗରେ ନାଚୁଥାଏ ପ୍ରଥମ ପୁରସ୍କାର 15,000 ବା 20,000। ଦେଶ ଭ୍ରମଣ ପାଇଁ ମାଗଣାରେ ବନ୍ଦୋବସ୍ତ, ମଟର ଗାଡ଼ି ଇତ୍ୟାଦି। ଅବଶ୍ୟ ଉତ୍ତରଟି 16 ଅଣା ଠିକ୍ ହେଲେ କବିତା ରଚନାରେ ଆଦର୍ଶ ଭିନ୍ନ ପ୍ରକାରର। ତାଙ୍କର ଦୃଢ଼ ବିଶ୍ୱାସ, ଦିନେ ନା ଦିନେ ଅନ୍ଧ ଜଗତ ବୁଝିବ, ତାଙ୍କୁ ଚିହ୍ନିବ। ନିରୋଳା କୋଠରୀ, ଅଂଶ ଅଂଶିଆ କରମଙ୍ଗା ପରି। ବଡ଼ ବଡ଼ ଝରକା, ସେଥିରେ ରଙ୍ଗ ରଙ୍ଗର ଜାଲି। ସେହି ବାଟେ ବଡ଼ ସହର ଦୃଶ୍ୟ ଧୂଳି ଧୂଆଁ ଝାଡ଼ିଦେଇ ଭିତରକୁ ଭାସି ଆସେ କେବଳ କବିତାର ଉପାଦାନ ହେବାକୁ। କବିତା ଘର। ସେଠି ସ୍ତବ୍ଧ ଶାନ୍ତି ଉପରେ ଧୀରେ ଧୀରେ କବିତା ଢେଉ। ଟେବୁଲର ଦାମୀ ସାଜ, ଫୁଲଦାନୀରେ ଫୁଲ ଭର୍ତ୍ତି। ସାମ୍ନାରେ ଖୋଲା ହୋଇ ପଡ଼ିଛି ମରକ ଚମଡ଼ା ବନ୍ଧେଇ ନିବୃତ କବିତା ପୋଥି। ସେଥିରେ କାଚ ପରି ପଡ଼ି ପୁଲିସ କାଗଜ ହାତୀଦାନ୍ତ ରଙ୍ଗର। ସାମ୍ନାରେ ବଡ଼ ଦର୍ପଣ। ଭାବିଲା ବେଳେ, ଲେଖିଲା ବେଳେ ଅଟକି ରହି ନିଜ ଉପରେ କଳାଶକ୍ତିର ଅବତାର ପ୍ରତିକ୍ରିୟା ଦେଖିବାକୁ ପଡ଼େ। ଦାମୀ ଫାଉଣ୍ଟେନ୍ ପେନ୍ ଉଠେଇ ଅଘୋର ବାବୁ କବିତା ରଚନା କରନ୍ତି। ବିଜୁଳି ପଙ୍ଖା ମୁଣ୍ଡକୁ ଶୀତଳ କରେ।
ଅଳ୍ପ ଲେଖି ବେଶୀ ଭାବନ୍ତି। ମୁହଁ ପାଖରେ ବଡ଼ ଦର୍ପଣରେ ଆପଣର ବ୍ୟକ୍ତିତ୍ୱକୁ ଅନାଇ ବସିପଡ଼ନ୍ତି ଘଡ଼ିଏ କାଳ। ଏହି ସାଧନା ମଝିରେ କାନରେ ପଡ଼େ ଚହଳ ଚହଳ। ଦୁଲ ଦୁଲ ହୋଇ ମାନମୟୀ ଯାଇ ଆସେ। ତେଣୁ ପାଟି ଶୁଭେ ଅଘର ଅଘର। ଆଖି ଆଗରେ ଫୁଟି ଉଠୁଛି ଛାତି ତଳର କବିତା ପାଖୁଡ଼ା। ତାର ନୂଆ ଭାଷା, ନୂଆ ଶୈଳୀ। ଆଉ କେହି ବୁଝିବେ ନାହିଁ ତାର ଅକ୍ଷରର ସଙ୍କେତ କେବଳ ତାଙ୍କ ନିଜ ବିନା। ଅକୁହା କଥାର ବାହନ ସେ ଅଛପା କବିତା। ମନ ଇଚ୍ଛା ଅର୍ଥ ଆରୋପୀ ହେବ ସେ ମୁକ୍ତ। ଘଣ୍ଟା ଘଣ୍ଟା ବସି ଭାବି ଭାବି ଧାଡ଼ିଏ ଦୁଇ ଧାଡ଼ି ସେ ଅସମାପ୍ତ। ଅଘୋର ବାବୁ ବିଶ୍ୱାସ କରନ୍ତି ସେ ଭବିଷ୍ୟତର କବି। କେହି ଜାଣନ୍ତି ନାହିଁ, କେବଳ ଆର ଘରେ ମାନମୟୀ ଜାଣେ ସେ ନିଜେ ଚିଠି ଲେଖେ। ସେ ଉପରେ ବସିଲେ ସହରର ଚିଲ ଶାଗୁଣା ଦିଶନ୍ତି। ଘରର ଛାତ, ନଡ଼ିଆ ଗଛର ମହୁଡ଼, ମନ୍ଦିରର ଉପର। ସେହି ସ୍ତରରେ ଅନ୍ୟମାନଙ୍କ ସାଙ୍ଗେ ନୀରବରେ ଆଳାପ ହୁଏ। କିଶୋର କିଶୋରୀ କେବଳ ଭଙ୍ଗୀରେ ତାଙ୍କର ମନ କଥା କହିଦେଇ ଯାଆନ୍ତି। ସେ ମଧ୍ୟ କବି ପାଇଁ ଆଧାର। ତଳର ଦୁନିଆ ଉପରକୁ ଛାଡ଼େ ଭାବରେ ବାମ୍ଫ। କବି ପାଇଁ ଯେତିକି ଦରକାର ସେତିକି ମାତ୍ର। ଖରାଦିନ ଦ୍ୱିପ୍ରହରରେ ଝାଳ ସରସର ନିଛାଟିଆ ବାଟୋଇ ବାରି ହୋଇ ପଡ଼େ ସେହି ଉପରୁ। ବର୍ଷା ଦିନେ ଓଦା ମୂଷା ପରି ତଳର ମଣିଷ। ଅକୁହା କଥା ପ୍ରକାଶ ପାଇଁ ଛଟପଟ ହେଉଥିଲା। ଫାଉଣ୍ଟେନ୍ ପେନ୍ ଧରିଥିଲେ କବି। ନିରୁପମାର ବିଭାଘର ପାଖ ହେଉଛି। ଏଇ ଲଗ୍ନରେ ଯିବେ ଚିହ୍ନା ଅଚିହ୍ନା ମିଶି ଆହୁରି କେତୋଟି। ଗାଡ଼ି ଚଢ଼ା, ମଟର ଚଢ଼ା ସମାଜ ତେଣୁ ଫମ୍ପା ଲାଗେ। ନିରୋଳା ବଖରାରୁ ବିଦ୍ରୋହର ରାଗିଣୀ ବାଜି ମନେ ମନେ ପୂରି ଉଠେ। ତାପରେ ପୁନି। କେଉଁଦିନୁ ସେ ଆସିନାହିଁ। ହାଡ଼ିସାଇ ଆଡ଼େ ଦୃଷ୍ଟି କଲେ ଅନାବୃତ ମଣିଷର ଅଛୁଆଁ ଦେହର ଛବି ମନରେ କେଉଁଠି ସମଗୁଣ ଉପୁଜାଏ। ଧୀରେ ଧୀରେ ସ୍ତରରୁ ସ୍ତରକୁ ପାଦ ପକାଇ ଭିତରର ଚିନ୍ତା ବାହାରର ଉପାଦାନ ହୁଏ। ଆଜିକାର କବି ଭାବନା ସର୍ବହରାଙ୍କ ଦୁଃଖ ଅବିଚ୍ଛଙ୍କ ଦାବୀ। ଗରିବ ଚାଷୀ, ମୂଲିଆ, ମଜୁରିଆ ସମସ୍ତଙ୍କ ପାଇଁ ଗୋଟାଏ କୋହମୋହ ଆହା ପଦ। ଆପଣାର ବ୍ୟକ୍ତିତ୍ୱ ଅନୁପାତରେ ସାଙ୍କେତିକ ଭାଷାରେ ପଦେ ଦିପଦ ଝରିବାକୁ ଆରମ୍ଭ କରିଥିଲା। ପୁଣି ଉପଦ୍ରବ। ଗାଡ଼ିରେ କିଏ ସେ ଆସିଲେ। ଦୁଲ ଦୁଲ ହୋଇ ମାନମୟୀ ଉପରକୁ ଚଢ଼ି ଆସିଲା। କବିତା ଖାତା ଲୁଚଉ ଲୁଚଉ ପାଖକୁ ଆସି ହସିଦେଇ କହିଲା, ଆରେ ବା। କ'ଣ ଆରେ ବା? ଖାତା ଲୁଚିଗଲାଣି? ଗମ୍ଭୀର ହେଲେ ଅଘୋର ବାବୁ। ମାନମୟୀ କହିଲା, ଗୀତ ଖାତାରେ କ'ଣ ଚିତ୍ର ବି ହୁଏ ଭାଇ? ନା, ମୁଁ କହୁଥିଲି ପ୍ରଗତିହାସକ ଯୁଗରେ ମଣିଷ ଗୁମ୍ଫାରେ ଯେଉଁ ଛବି ଗାରୁଥିଲା ଆମେ ସେଥିରୁ ଯାହା ବୁଝୁଛୁ ସେ ତହିଁରୁ ଯଥେଷ୍ଟ ଅଧିକ ଭାବି ଭାବି ତାଙ୍କୁ ଆଙ୍କିଥିଲା। ହଠାତ୍ ପ୍ରଗଇତିହାସ ଯୁଗ କଥା ପଡ଼ିଲା କାହିଁକି? ଗମ୍ଭୀର ମୁହଁ ଭୀଷଣ ହେଲାଣି। ଆରେ ଆରେ, ତମେ ରାଗୁଛ କାହିଁକି ଭାଇ? କାଲି ସଞ୍ଜରେ ଠିକ୍ ଏହି କଥା ପଦକ କହିଥିଲି ଯେ ସୌରବାବୁ କହିଲେ ବା। ଏହି ତାଙ୍କର ଅତିମାତ୍ରା ପ୍ରଶଂସା। ଅଜୟବାବୁ ଦୁଇ ହାତ ଲମ୍ବେଇ ଡେଇଁ ଡେଇଁ ଦୌଡ଼ି ଆସିଲେ। କହିଲେ, କି ବୁଦ୍ଧିମାନ ଚର୍ଚ୍ଚା! ଗୁମ୍ଫା ମଣିଷର ମନୋଭାବ ବିଷୟରେ ସୁନ୍ଦର ବହିଟିଏ ସେ ଆଣିଦେଇଥିଲେ କି ନା ଏଡ଼େ ଦାମୀ କଥା ପ୍ରଶଂସା ନ କରି ତୁମେ ଓଲଟି ରାଗୁଛ? ମୁଁ କ'ଣ ତୁମକୁ କହିଲି କି? ଗମ୍ଭୀର ମୁହଁର ଭୟଙ୍କର ଗଣ ଚାଲିଯାଇଥାଏ ଘୃଣା। ଅଘୋର ବାବୁ କହିଲେ, ଭାରି ଫାଜିଲ ହୋଇଯାଉଛୁ, ନୁହେଁ? ହଉ ହଉ, ଏତେ ମଣିଷଙ୍କ ଏତେ ମତବାଦର ଫୁଲକମ ହେବାକୁ ମୁଁ ଚାହେଁ ନାହିଁ। ଗଲୁ, ତୁ ଏଇଠୁ ଗଲୁ। ମାନମୟୀ ଗୋଟେ ସୁଦ୍ଧା ନାଲି ପଡ଼ିଯାଇଛି। ଓଠ ଥରେଇ ଥରେଇ କହିଦେଇ ଗଲା, ତଳେ ସମସ୍ତେ ଅଛନ୍ତି, ବାପା ଡାକୁଛନ୍ତି। ଅନୁତାପ ଆସୁଛି, ମାନମୟୀ କଲାଣି। ମନ ଭିତରେ ଗୋଳେଇ ପୋଳେଇ ହେଉଛି। ସବୁ କଣରେ ଅଣ୍ଡାଳି ଅଣ୍ଡାଳି ଖାଲି ଭଉଣୀ ଭଉଣୀ। ଗୋଟିଏ ବୋଲି ଭଉଣୀ ସେ ତାଙ୍କର। ବିନା କାରଣରେ ଏତେ ରୂଢ଼ କଥା ଆସିଲା କାହିଁକି? କେଉଁ ଗୋଟାକ ଅଡ଼ୁଆ ଲାଗିଲା? କାହାର ଉଲ୍ଲେଖ? ଭାବି ଭାବି ବାଟବଣା ହୋଇ ମାନମୟୀର ବଖୁରି ଜାକେ। ଭିତରୁ କବାଟ କିଳା ହୋଇଛି। ଡାକିଲେ, ମାନି ମାନି। ପୁଣି କୁଆଡ଼େ ଆସିଲ? ଗାଳି ଦେବାକୁ? ତୁମେ ଗଲ? କାନ୍ଦୁରା ପାଟି। ଅନୁମାନରେ ଏତେ ଟିକିଏ ଭୁଲ ନାହିଁ। ଅଘୋର ବାବୁ ଲେଉଟି ଗଲେ। ଦାଣ୍ଡଘରେ ଦଳେ ବସିଛନ୍ତି। ମଝିରେ ସୌମ୍ୟ ଶାନ୍ତ ହୋଇ ଶୈଳେନ୍ଦ୍ର ବାବୁ। କରକୁ ଅସ୍ତିତ୍ୱ ଅନୁଭବ କଲା ପରି ଜଣେ ପୁଲିସ କର୍ମଚାରୀ। ତାଙ୍କର ଅପ୍ରସନ୍ନ ଭାବ। ସହାନୁଭୂତିର ଧ୍ରୁପଦ ଚାଲିଥାଏ। ବଡ଼ ଦୁଃଖର କଥା। କେଡ଼େ ସାହସ ସେ ଚୋରଙ୍କର! ଭଗବାନଙ୍କୁ ଧନ୍ୟବାଦ, ଆପଣଙ୍କର ବିପଦ ଆପଦ କିଛି ଘଟେ ନାହିଁ। ଶୈଳେନ୍ଦ୍ରବାବୁ ହସିଦେଇ କହିଲେ, ଆରେ ଅଘୋର, ଚୋରକୁ ଦେଖିଲ? କ'ଣ କହିଲା? ତାପରେ ପୁଲିସ ବାବୁଙ୍କ ଆପଣଙ୍କ ପାଠ କ'ଣ ଡାକୁଛି?
ଏଣ୍ଟର ଟ୍ରୁ ନୋ କ୍ଲ୍ୟୁ। କେବଳ ଏତିକି ନା ଆଉ କିଛି? ଟିକିଏ ଭଲ କରି ଚେଷ୍ଟା କରି ଦେଖିବେ। ଚେଷ୍ଟା ତ ପ୍ରାଣ ପରେ ଚାଲିଛି, କିନ୍ତୁ ସୁବିଧା ଏତିକି ଯେ ଟଙ୍କା ପଇସା ଦେଖି ଚିହ୍ନଟ କରିବା ଜିନିଷ ନୁହେଁ। ପୁଲିସ କର୍ମଚାରୀ ଠିଆ ହୋଇ ପଡ଼ିଲେଣି, କହିବାକୁ ଲାଗିଛନ୍ତି। ଆପଣ ଆଉ ନୂଆ କଥା କ'ଣ କହିଲେ ଆଜ୍ଞା? ଶୈଳେନ୍ଦ୍ରବାବୁ ଖେଞ୍ଚା ଦେଲେ। ତେବେ ତ ଆମର ଅନୁମାନ ଠିକ୍। ଦିନାକେତେ ଗଲେ ତୁନି କରି କହିଦେବେ ପତ୍ତା ମିଳିଲା ନାହିଁ ନା କ'ଣ? ପୁଲିସ କର୍ମଚାରୀ ଦୁଆର ମୁହଁ ଆଡ଼କୁ ମୋହିଲେ। କ୍ଷୋଭରେ କହିଦେଇ ଗଲେ, ବାସ୍ତବିକ ଅସୁବିଧା ସେତିକି ଯେ ଟଙ୍କା ଉପରେ ମାଲିକର ନାଁ ଗାଁ ନାହିଁ। କେଉଁ ଟଙ୍କା କେଉଁ ସୂତ୍ରରୁ ଆସିଲା ତା ଟଙ୍କା ଦେଖି କହିହେବ ନାହିଁ। ଆଇନର ଗଲତି ତା ଯଦି ନ ହୋଇଥାନ୍ତା ତେବେ ସବୁ ବଡ଼ ଚୋରଙ୍କ ପୁଞ୍ଜି ପରୀକ୍ଷା କରି ତାଙ୍କୁ ହାଜତରେ ପୂରେଇ ହୁଅନ୍ତା। କାରଣ ଜିନିଷ ଚୋର ତ ସାମାନ୍ୟ ଚୋର, ଟଙ୍କା ଚୋର ହିଁ ଚୋରି ବିଦ୍ୟାରେ ବିଶୁଦ୍ଧ କଳାଶିଳ୍ପୀ। ସେ ନିରାପଦରେ ଆଇନର ପରତଳେ ବସି କଳ ଚଳାଇ ଭଦ୍ରପଣ ଜାରି କରିପାରେ। ହଉ ଆଜ୍ଞା, ନମସ୍କାର। ନମସ୍କାର ହୋଇ ସଭା ଭାଙ୍ଗିଗଲା। କେମିତି ଗୋଟାଏ ଗୁମ୍ ପଡ଼ିଗଲା। ସବୁ ଶୂନଶାନ୍। ପୁଲିସ କର୍ମଚାରୀ ଶେଷ କଥାଗୁଡ଼ାକ ଅଘୋର ବାବୁଙ୍କ କାନରେ ଝଣଝଣେଇ ଲାଗିଥାଏ। ହୋସ୍ ହେଲା। ଶୈଳେନ୍ଦ୍ରବାବୁ କହୁଛନ୍ତି, ଶୁଣିଲ ତ ଅବିନାଶ, ଚୋରିର ଦର୍ଶନୀୟ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣାଗଲା। ବୋଧହୁଏ ସେତିକି ଶୁଣି ସନ୍ତୁଷ୍ଟ ରହିବାକୁ ପଡ଼ିବ। ଚୋର ଧରା ପଡ଼ିବା ଆଶା ତ ଅତି ଅଳ୍ପ। ଅବିନାଶବାବୁ ଗମ୍ଭୀର ହୋଇ ବସିଥାନ୍ତି। ଶୈଳେନ୍ଦ୍ରବାବୁ ଉପଦେଶ ଦେଲେ, ଏମିତି ଦୁଃଖିତ ହେଲେ ଚଳିବ ନାହିଁ। ଭବିଷ୍ୟତ ପାଇଁ ଆୟୋଜନ କରିବାକୁ ହେବ। ଅନୁମତି ପାଇସାରିଛି। ହାଡ଼ି ସାହି କିଣ, ବିପଦରୁ ପାଖରୁ ହଟେଇ ଦିଅ। ସେମାନେ ଦୂରକୁ ଗଲେ ତୁମ ଘର ଉପରେ ଉପଦ୍ରବ କମ୍ ହେବ। ଦେଖୁ ଦେଖୁ ମେଘ ଲଦି ଆସିଲା। ଚଡ଼ଚଡ଼ କରି ଘଡ଼ଘଡ଼ି ମାରିଲା। ଶୈଳେନ୍ଦ୍ରବାବୁ କହିଲେ, ଏଥର ମୁଁ ଉଠେ। ଉଠିବ କ'ଣ? ଶୁଣା କଥା ଅଛି। ଅବିନାଶବାବୁ ଅଧୀର ହୋଇ କହିଲେ, ସବୁ ତୁମରି ଉପରେ। ତୁମେ ନ କଲେ ମୁଁ କ'ଣ କିଛି କରିପାରିବି? ତୁମେ ଅନୁମତି କରାଇଦେଲେ କିଣାକିଣି ଭାର ବା ମୁଁ ନେବି। କିନ୍ତୁ ତାପରେ ଏଗୁଡ଼ାଙ୍କୁ ଏଠୁ ଉଠାଇବାକୁ କି ବ୍ୟବସ୍ଥା? ହସି ହସି କହୁଥାନ୍ତି, ଏପରି ସମୟକୁ ଯେତେବେଳେ ସଂସାରର ହିତ ପାଇଁ ସେ କୋବଲାଉଥିବେ, ଫୁସୁଲାଉଥିବେ। ତାଙ୍କର ଏହିପରି ପିଲାଳିଆ ମିଠା ହସ। ବନ୍ଧୁଙ୍କର ଶକ୍ତିକୁ ପ୍ରଶଂସା କରି ସେ କହୁଥାନ୍ତି, ଏ ଯେଉଁ ପଶୁଗୁଡ଼ାକ ସେମାନେ ମୋ କଥା ମାନିବେ ନାହିଁ। ତୁମରି ପଦ ସେଠି ବୋଲ କରିବ। ଚଷମା ଅଢ଼ୁଆଳରୁ ଉଜ୍ଜ୍ୱଳ ଦୃଷ୍ଟି ଦ୍ୱାରା ଶୈଳେନ୍ଦ୍ରବାବୁ ଶୁଣୁଥାନ୍ତି। କହିଲେ, ତାପରେ? ତୁମେ ତୁମର ସଭା ଡାକି ତାଙ୍କୁ ବୁଝାଇବ ନା ଇସ୍ତାହାର ଦେବ କାଗଜରେ, ନା ଅନ୍ୟ କ'ଣ କରିବ? ସେ କଥା ତୁମ ଉପରେ ନିର୍ଭର କରେ। ଯାହା କର, ତାଙ୍କୁ ଏଠୁ ହୁରୁଡ଼ାଅ। ଶୈଳେନ୍ଦ୍ରବାବୁ ତୀକ୍ଷ୍ଣ ଦୃଷ୍ଟିରେ ଅଘୋର ଆଡ଼କୁ ଅନାଇ ରହିଲେ। ଅବିନାଶବାବୁ କହିଲେ, ଅଘୋର, ଟିକିଏ ଯା, ପଛେ ଡାକିବି। ଚାଲିଲା ଏଣିକି ମନ୍ତ୍ରଣା। ଦୁଇ ବନ୍ଧୁଙ୍କର ଆଦାନ ପ୍ରଦାନରେ ବନ୍ଧୁତା ବଢ଼ି ଚାଲିଛି। ସେମାନେ ଅଜେୟ। ଅବିନାଶ ବଳେଇ ଦେବେ ଶୈଳେନ୍ଦ୍ରଙ୍କୁ, ଶୈଳେନ୍ଦ୍ର ଅବିନାଶକୁ, ଅବିନାଶ ଶୈଳେନ୍ଦ୍ରକୁ। ଯୋଜନା ସମ୍ପୂର୍ଣ୍ଣ ହେଉଥିବ, ସଫଳ ହେଉଥିବ। ଅବିକଳ ଫୁଟବଲ ଖେଳ। ଅଘୋର ଭାବି ଭାବି କଲେ, ଉପରର କବିତା କୋଠରୀ ସହିତ ତଳର ଏ ମନ୍ତ୍ରଣା କକ୍ଷ ଖାଟିପାରେ ନାହିଁ। ତୁଳନାରୁ ବିସ୍ୱାଦ ଜନ୍ମେ। ଏହି ଶୈଳେନ୍ଦ୍ରବାବୁ ସବୁଦିନିଆ ନେତା, ଦମ୍ଭିଲା ଶ୍ରେଣୀର ଦମ୍ଭଖୁଣ୍ଟ। ଭଙ୍ଗା ଘରର ଅଛୁଆଁ ମଣିଷ। ତୁମ ପାଇଁ କିଛି କରିହେଲା ନାହିଁ। ସମୟ ଅସଜ ପଡ଼ିଛି ରେ। କିଛି କରିହେଲା ନାହିଁ। କବି ଭାଷାରେ ଦିନାମାର ରାଜପୁତ୍ରଙ୍କ ସ୍ୱର୍ଗତ ପଦରେ ଆପଣାର ସହାନୁଭୂତି ମନେ ମନେ ଆବୃତ୍ତି କରି କରି ଅଘୋରବାବୁ ଉପରକୁ ଚଢ଼ିଗଲେ। ତୋଫାନ ଉଠିଛି। ଆକାଶରେ କଳା ମେଘ ଲଦାଲଦି। ନଈ ଭିତରେ ମଲାବାଲିରେ ଚହଳ ପଡ଼ିଛି। ଚାରିଆଡ଼େ ବତାସର ଧୂମ। ବଜ୍ର, ଘଡ଼ଘଡ଼ି ବଜ୍ର, ଘଡ଼ଘଡ଼ି କମ୍ପ, ବେଗ, ଓଲଟ ପାଲଟ, ବିପ୍ଳବ। କି ସୁନ୍ଦର, କି ସୁନ୍ଦର! ଅଘୋରବାବୁ ଠିଆ ହୋଇ ଦେଖୁଥାନ୍ତି। ବଡ଼ ବଡ଼ ଗଛ ଛାଙ୍କି ହୋଇ ଦୁହିଁ ହୋଇ ତ୍ରାହି ତ୍ରାହି ଡାକୁଛି। ନଈ ପଡ଼ି ଦଣ୍ଡବତ କରୁଛି। ହୁଲସ୍ଥୁଲ ପକାଇ ଧାଇଁଛି ତୋଫାନ। ଉପରେ ମେଘ ଆସୁଛି, ଫାଟୁଛି, ଯୋଡ଼ୁଛି। ଅଜଣା ବାଟରେ ଭାସି ଯାଉଛି ଗାଢ଼ କଳା ମେଘ, ଭରା ହୃଦୟର ଉଛୁଳା କବିତା ପରି। କୋଠା ଉପରୁ କି ସୁନ୍ଦର ଦିଶେ! ଦମ୍ଭ କୋଠାର ନିର୍ଭର ବିଶ୍ୱାସର ଆଶ୍ରୟରେ ଦେହକୁ ସମ୍ପାଦି। କଳ୍ପନାକୁ ଠେଲିପେଲି ଦେଇ ହୁଏ ସେହି ଆବର୍ତ୍ତ ଭିତରକୁ। ପ୍ରତି ରକ୍ତବିନ୍ଦୁ ଯେପରିକି ଚିତ୍କାର କରି ଉଠେ, ମୁଁ ତୋଫାନ, ମୁଁ ତୋଫାନ। ରାସ୍ତାରେ ପଲେ ଗୋରୁ ଗାଈ ଡେଇଁ ଡେଇଁ ପଳାଇଲେ। ବିକଳ ହୋଇ, ଅନ୍ଧ ହୋଇ ଧାଇଁ ଧାଇଁ ଗଲେ ପଞ୍ଝା ପଞ୍ଝା ଲୋକ।
ରାଉ ରାଉ କରି ତୋଫାନ ଗୋଡ଼େଇଛି। ମନେ ମନେ ଅଘର ବାବୁ ଧାଇଁଛନ୍ତି ପଛେ ପଛେ। ପହିଲି ଆଷାଢ଼ ନିଶା ଚହଟେଇଛି। ପ୍ରଗତିକ ନିଦରୁ ଉଠି ଧାଇଁଛି ବଳକାମୀ ବ୍ୟକ୍ତିତ୍ୱ। ସହାନୁଭୂତିର ସନ୍ତସନ୍ତିଆ ଦୁର୍ବଳତା ମନରୁ ଶୁଖିଗଲାଣି କେତେବେଳୁ। ମୁଁ କାରର ଧ୍ୱନି ଉଠିଲାଣି। ବଜ୍ର ଘଡ଼ଘଡ଼ିର ପଟୁଆର ସଜେଇ ରକ୍ତଗତ ମାଲିକପଣର ଅଭିଯାନ। ସବୁ ଭାଙ୍ଗିବ ରୁଜିବ। ସବୁ ଗୁଣ୍ଡା ହୋଇ ଧୂଳି ହେବ ଗୋଡ଼ ତଳେ। ରହିଥିବି ଏକା ମୁଁ ଯୁଗେ ଯୁଗେ। ଅଭିଜାତ ଅବିନାଶଙ୍କ ପୁତ୍ର ଅଘୋର ବଂଶ ମର୍ଯ୍ୟାଦାର ସ୍ୱପ୍ନ ଦେଖୁଥିଲେ। ତେବେ ଏହିଠାରେ ଶେଷ ହେଲା ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହରିଜନ ଭାଗ 17। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅବଶିଷ୍ଟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।